ଜୟ ଶ୍ରୀ ଜଗନ୍ନାଥ ସାଙ୍ଗମାନେ। ଆଜି ଦେଖନ୍ତୁ ଘରେ କିଛି ପରିବା ନଥିଲେ ଆମେ ଫଟକିନି କେମିତି ବନେଇଦେବୁ ଗୋଟେ ସୋୟାବିନ ଆଳୁରେ ଭଜା। ଦେଖନ୍ତୁ କେମିତି ମୁଁ କରୁଛି। ଆକୁ ପାଣି ଫୁଟିଲେ ତାକୁ ଯେତିକି ଆପଣଙ୍କ ଘର ଅନୁସାରେ ଖାଇବେ ସେତିକି ପକେଇବେ। ଆଉ ତାକୁ 2 ମିନିଟ୍ ଫୁଟେଇଦେବେ ଗରମ ପାଣିରେ। ତାପରେ ତାକୁ କାଢ଼ି ଦେଇକିରି ଗୋଟେ ଜାଗାକୁ ଥଣ୍ଡା ପାଣି ଦେଇଦେବେ। ଆଉ ସେଇ ପ୍ୟାନ୍‌ଟି ବସେଇକିରି ଟିକେ ତେଲ ଦେଇଦେବେ। ଏତେ ତେଲ ନୁହଁ, ଯେତିକି ତମର ଆବଶ୍ୟକତା ଅନୁସାରେ ତେଲ। ଯଦି ଆଳୁ ତମେ ପକେଇବ ଖାଇବ ତ ଛୋଟ ପିଲା ଅଛନ୍ତି ପକେଇବେ, ଯଦି ଆଳୁ ନ କରିବେ ସ୍କିପ୍ କରିଦେବେ, କିଛି ଅସୁବିଧା ନାହିଁ। ଖାଲି ବି ସୋୟାବଡ଼ିରେ ହେଇପାରିବ। ଆଳୁ ଭାଜିଲା ଭିତରେ ସେ ଯେଉଁ ସୋୟାବଡ଼ିଟା ମୁଁ କାଢ଼ିଥିଲି ସେ ଜାଲିକି ତାକୁ ଭଲ ଭାବରେ ଚିପୁଡ଼ି ଦେବେ। ଯେହେତୁ ଗରମ ପାଣିରେ ଥିଲା ଟିକେ ପାଣିଟା ଧରିଥିବ, ତାକୁ ଚିପୁଡ଼ି ଦେଲେ ସେ ପୁରା ପାଣିଟା ବାହାରିଯିବ। ତାପରେ ସେ ଆଳୁ ଟିକେ ଭାଜିଗଲା ପରେ ସେ ସୋୟାବଡ଼ିଟାକୁ ପକେଇ ଦେଇକିରି ଭଲ ଭାବରେ ତାକୁ ଭାଜିଦେବେ। ଭାଜିକି ତାକୁ କାଢ଼ିଲା ପରେ ପିଆଜ ଟିକେ ଅଧିକା ଦେବେ। କାହିଁକି ନା ଖାଲି ପିଆଜରେ ସେ ଯେହେତୁ ଭଜା ହେଇହବ, ପିଆଜ ଦେବେ, ଟମାଟୋ ଦେବେ, କରି ମସଲା ଦେବେ। ଆପଣ ଯେଉଁ ମସଲା ଯଦି ଘରୋଇ ମସଲା କିଛି ଖାଉଥିବେ ପକେଇବେ, କଞ୍ଚା ଲଙ୍କା 2ଟା ପକେଇବେ। ତାପରେ ସେ ସୋୟାବଡ଼ି ଆଳୁକୁ ଭାଜିଥିବେ ତା ଦେହରେ ପକେଇଦେବେ। ଦେଖନ୍ତୁ ସାଙ୍ଗମାନେ, ଇଏ ସିଜିନରେ ତ ବର୍ଷା ଦିନେ ମିଳିବନି ଆମର ସେ ଦେଶୀ ଧଣିଆ, ତେଣୁ ବାରିରେ ଗୋଟେ ମୁଁ ଲଗେଇଥିଲି ଏଇ ଯେଉଁ ବିଦେଶୀ ଧଣିଆ ପତ୍ର। ଦେଖନ୍ତୁ ଆଣିକିରି ବାରିରୁ ଆଣିଲି, ତାକୁ କାଟି କୁଟିକିରି ସେ ଯେଉଁ କଷା କରିଥିଲି ତା ଦେହରେ କାଟିକିରି ପକେଇଦେଲି। ଦେଖନ୍ତୁ ଫଟକିନି ପ୍ରସ୍ତୁତ ହେଇଗଲା ଆମର ସୋୟାବିନ ଆଳୁରେ କଷା। ଆକୁ ରୁଟିରେ ଖାଇପାରିବେ, ପିଠାରେ ଖାଇପାରିବେ, ଭାତରେ ମଧ୍ୟ ଖାଇପାରିବେ। ତେଣୁ ଦେଖନ୍ତୁ ବଢ଼ିଆ ବନିଛି ଏବଂ ସୁନ୍ଦର ମଧ୍ୟ ଦେଖାଯାଉଛି।